ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଘରେ ଥିବା ଚୁଡ଼ାରୁ ଆମେ ହେଲ୍ଦି ବରା ବନାଇବା, ଯାହା ଉପରୁ କ୍ରିସ୍ପି ଆଉ ଭିତରୁ ନରମ, ଯାହା ସମୁଦାୟ 15 ମିନିଟରେ ତିଆରି ହୋଇଯିବ। ଆଉ ସ୍ୱାଦରେ ବି କୌଣସି କମ୍ପ୍ରମାଇଜ୍ କରିବାକୁ ପଡ଼ିବ ନାହିଁ। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ଅନ୍ନପୂର୍ଣ୍ଣା କିଚେନକୁ ସ୍ୱାଗତ। ପ୍ରଥମେ ଆମେ ଗୋଟେ ବଡ଼ ପାତ୍ର ନେବା। ଆପଣ ଯେତିକି ବରା ବନାଇବାକୁ ଚାହୁଁଛନ୍ତି ସେତିକି ଚୁଡ଼ା ନେବେ। ପ୍ରଥମେ ଚୁଡ଼ାକୁ ଭଲ ଭାବରେ ଧୋଇ ନେବା। ଏଠି ଦେଖନ୍ତୁ ମୁଁ ଚୁଡ଼ାକୁ ଧୋଇ ନେଇଛି। ଚୁଡ଼ାରୁ ପାଣି ସବୁ ବାହାର କରିଦେବା। ଦେଖନ୍ତୁ ମୁଁ ଏଠି ଚୁଡ଼ାରୁ ସବୁ ପାଣି ବାହାର କରି ନେଇଛି। ଏବେ ଆମେ ଚୁଡ଼ାକୁ ଭଲ ଭାବରେ ଚକଡ଼ି ଦେବା। ଭଲ ଭାବରେ ପୁରା ପ୍ଲେନ୍ କରିକି ଚକାଡ଼ିବା, ଯେମିତି କୌଣସି ଲମ୍ସ ରହିବ ନାହିଁ। ଏବେ ଆମେ 15 ମିନିଟ ରେଷ୍ଟରେ ଛାଡ଼ିଦେବା। 15 ମିନିଟ ପରେ ଏବେ ଆମେ ଗୋଟେ ଆଳୁ ସିଝାକୁ ଗ୍ରେଟ୍ କରି ପକାଇବା। ଆପଣମାନେ ହାତରେ ବି ଚକାଡ଼ି ପାରିବେ। ଗ୍ରେଟ୍ କରିଲେ କିନ୍ତୁ କୌଣସି ଲମ୍ସ ରହିବ ନାହିଁ, ଆଉ ବରା ଗଢ଼ିବାକୁ ଭଲ ରହିବ, ଆଉ ସୁନ୍ଦର ବି ଦେଖାଯିବ। ଏବେ ଆମେ ଏଥିରେ କଟା ପିଆଜ, ଭୃସଙ୍ଗ ପତ୍ର, କଟା ଧନିଆ ପତ୍ର, ଚିଲି ଫ୍ଲେକ୍ସ, ସ୍ୱାଦ ଅନୁସାରେ ଲୁଣ ପକାଇବା। ଏବେ ସବୁ ସାମଗ୍ରୀ ଗୁଡ଼ାକ ଭଲ ଭାବରେ ଚକାଡ଼ି ନେବା। କୌଣସି ଲମ୍ସ ଯେମିତି ରହିବ ନାହିଁ, ଯାହା ଗଢ଼ିବାକୁ ଟିକେ ସହଜ ହେବ। ଏଥର ପାଣି ଭାତ ହୋଇ ସବୁଗୁଡ଼ିକ ବରା ସେପ୍ କରି ଗଢ଼ି ନେବା। ଏବେ କଡ଼େଇ ଗରମ କରିବା। ତେଲକୁ ମିଡ଼ିୟମ୍ ଆଞ୍ଚରେ ରଖିବେ। ଯଦି ତେଲ ଅଧିକ ଗରମ ହେଇଯାଏ ବରା ଗୁଡ଼ିକ ଉପରୁ ପୋଡ଼ିଯିବ, କିନ୍ତୁ ଭିତରୁ କଞ୍ଚା ଲାଗିବ, ଯାହା ବିଲକୁଲ ସ୍ୱାଦ ଆସିବ ନାହିଁ। ମିଡ଼ିୟମ୍ ଆଞ୍ଚରେ ବରା ଗୁଡ଼ିକ ଭଲ ଭାବରେ ଲାଲ କରି ଛାଣି ନେବା। ଦେଖନ୍ତୁ ବନିଗଲା ଅତି ସହଜରେ ସୁଆଦିଆ ବରା, ଯାହା କୌଣସି ପ୍ରକାରରେ କଷ୍ଟ ନାହିଁ। ଅଳ୍ପ କିଛି ସାମଗ୍ରୀ ନେଇ ଏହି ବରା ବନାଗଲା। ଯଦି ଆପଣମାନଙ୍କୁ ମୋ ରେସିପି ଭଲ ଲାଗେ, ପ୍ଲିଜ୍ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ।